ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ ଗୌରବମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଜିସାୟ ପୁସ୍ତକ 53 ଅଧ୍ୟାୟର 2 ପଦରେ ଆମେ ଏହିପରି ପାଠ କରୁ, କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ। ତାହାଙ୍କର ରୂପ କି ଶୋଭା ନାହିଁ, ପୁଣି ତାହାଙ୍କୁ ଦେଖିଲେ ଆମ୍ଭେମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏହିପରି ସୌନ୍ଦର୍ଯ୍ୟ ନାହିଁ। ଜିସାୟ ଭବିଷ୍ୟତ ବକ୍ତା ପ୍ରଭୁ ଶ୍ରୀଖ୍ରିଷ୍ଟଙ୍କ ସମ୍ବନ୍ଧରେ ଭବିଷ୍ୟତବାଣୀ କରିବା ସମୟରେ ବିଭିନ୍ନ ରୂପକ ବ୍ୟବହାର କରନ୍ତି। ମୁଖ୍ୟତଃ ଖ୍ରୀଷ୍ଟଙ୍କ ବର୍ଣ୍ଣନା ଅଙ୍କୁର, ଚାରା ତଥା ଶାଖା ସହିତ କରନ୍ତି। ଅଙ୍କୁର ଗୋଟିଏ ଚାରାର ଅତି କୋମଳ ବା ନରମ ଅଂଶ, ଯାହା ଭୂମିରୁ ଉତ୍ପନ୍ନ ହୋଇଥାଏ। ଅଙ୍କୁର ଆଶାର କିରଣ ଦିଏ, ତାହା ଜୀବନର ଆଶାକୁ ପ୍ରକାଶ କରେ। ଜିସାୟ 11 ଅଧ୍ୟାୟର 1 ପଦରେ କହନ୍ତି, ଯୀଶୁର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ। ତଥା 10 ପଦରେ କହନ୍ତି, ଯୀଶୁର ମୂଳ ଗୋଷ୍ଠୀଗଣର ଧ୍ୱଜା ରୂପେ ସ୍ଥାପିତ ହେବ। ନାନା ଦେଶୀୟ ଲୋକେ ତାହାଙ୍କର ଅନ୍ୱେଷଣ କରିବେ। ଜିସାୟଙ୍କ ବର୍ଣ୍ଣିତ ଏହି ଅଙ୍କୁର ବା ଶାଖା କାହାକୁ ସୂଚିତ କରେ? ଜିସାୟ ଥିଲେ ଦାଉଦଙ୍କ ପିତା ତଥା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦାଉଦଙ୍କ ବଂଶରେ ହୋଇଥିଲା। ତେଣୁ ସେହି ଜିସାୟର ଶାଖା ପ୍ରଭୁ ଶ୍ରୀଖ୍ରୀଷ୍ଟ ଅଟନ୍ତି। ବାଇବଲ କହେ ଯେ ଜଣେ ମନୁଷ୍ୟର ପାପ ହେତୁ ଅର୍ଥାତ୍ ମୂଳ ପୁରୁଷର ପାପ ଯୋଗୁଁ ଜଗତରେ ପାପ ପ୍ରବେଶ କଲା ତଥା ପାପର ପରିଣାମ ମୃତ୍ୟୁ ସମଗ୍ର ମାନବ ଜାତି ଉପରେ ରାଜତ୍ୱ କଲା। ପାପ ଓ ମୃତ୍ୟୁ ଯୋଗୁଁ ମନୁଷ୍ୟ ଜୀବନରେ ଆଉ କୌଣସି ଆଶା ରହିନାହିଁ। ତଥାପି ଜିସାୟଙ୍କ ଭବିଷ୍ୟତବାଣୀ ଅନୁସାରେ ଉଦାସ ଓ ନୈରାଶ୍ୟ ଭରା ଜଗତରେ ଏକ ଶାଖା ଉତ୍ପନ୍ନ ହେଲା, ଯାହା ଅନନ୍ତ ଜୀବନର ଆଶା ନେଇ ଆସିଥିଲା। ମନୁଷ୍ୟର ପାପ କ୍ଷମା କରିବାକୁ ଓ ତାହାକୁ ମୃତ୍ୟୁରୁ ରକ୍ଷା କରିବାକୁ ପାପ ଶୂନ୍ୟ ପ୍ରଭୁ ଶ୍ରୀଖ୍ରୀଷ୍ଟ କ୍ରୁଶ ଉପରେ ଆପଣାକୁ ବଳିଦାନ କଲେ। ତୃତୀୟ ଦିନରେ ଶକ୍ତିର ସହିତ ସେ ପୁନରୁତ୍ଥିତ ହେଲେ। ବର୍ତ୍ତମାନ ଯେ କେହି ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରେ, ସେ ପାପ କ୍ଷମା ଓ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ସିଏ ହିଁ ଏହି ଶୁଷ୍କ ଭୂମିରୁ ଉତ୍ପନ୍ନ ଜୀବନର ଆଶା ପ୍ରଦାନକାରୀ ଅଙ୍କୁର ଅଟନ୍ତି। ଆପଣଙ୍କର ଉଦାସ ଓ ଚିନ୍ତାଗ୍ରସ୍ତ ଅଟନ୍ତି କି? ଚିନ୍ତା ପରିତ୍ୟାଗ କରନ୍ତୁ। ଜୀବନର ଆଶା ପ୍ରଦାନକାରୀ ଅଙ୍କୁର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ଆପଣ ମଧ୍ୟ ଅନନ୍ତ ଜୀବନର ଅଂଶୀ ହୋଇପାରିବେ। ଏଥିପାଇଁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।